ସମସ୍ତଙ୍କୁ ମୋର ଏହି ଚ୍ୟାନେଲକୁ ସ୍ୱାଗତ କରୁଛି। ସୁରଭି କାର୍ଯ୍ୟକ୍ରମ 2025 ଉପଲକ୍ଷେ ଚତୁର୍ଥରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ବକ୍ତୃତା ପ୍ରତିଯୋଗିତା ରହିଛି, ଯାହାର ବିଷୟବସ୍ତୁ ହେଉଛି ଉନ୍ନତ ଓଡ଼ିଶା ଗଠନରେ ଶିକ୍ଷା ଓ ସଂସ୍କୃତି। ଏହି ବିଷୟ ଉପରେ ସୁନ୍ଦର ବକ୍ତୃତାଟିଏ ଲିଖିଛି। ତେବେ ଆସନ୍ତୁ ଭିଡ଼ିଓଟିକୁ ଆରମ୍ଭ କରିନେବା। ସମ୍ମାନନୀୟ ସଭାପତି ମହୋଦୟ, ପୂଜ୍ୟସ୍ପଦ ଶିକ୍ଷକ ଶିକ୍ଷୟିତ୍ରୀ ମଣ୍ଡଳୀ ଓ ମୋର ଛୋଟ ବଡ଼ ସହପାଠୀ ତଥା ଭାଇ ଓ ଭଉଣୀମାନେ, ଆଜିର ବିଷୟ ହେଉଛି ଉନ୍ନତ ଓଡ଼ିଶା ଗଠନରେ ଶିକ୍ଷା ଓ ସଂସ୍କୃତି। ଆଜି ଏହି ବିଷୟରେ ମୁଁ ମୋର ବକ୍ତବ୍ୟ ରଖିବାକୁ ଯାଉଛି। କହିବାରେ ଯଦି କିଛି ତ୍ରୁଟି ଥାଏ କ୍ଷମା କରିଦେବେ, ଏତିକି ମୋର ବିଶେଷ ଅନୁରୋଧ। ଆମର ଜନ୍ମଭୂମି ଭାରତବର୍ଷ ଆଜି ବିକାଶ ପଥରେ ଅଗ୍ରସର ଏବଂ ଖୁବ୍ ଶୀଘ୍ର ବିକଶିତ ଦେଶ ଭାବେ ପରିଗଣିତ ହେବାକୁ ଯାଉଛି। ଏହି ଭାରତବର୍ଷରେ ବହୁତ ଗୁଡ଼ାଏ ରାଜ୍ୟ ରହିଛି। ତନ୍ମଧ୍ୟରୁ ମୁଁ ପୁଣ୍ୟଭୂମି ଓଡ଼ିଶା ଏକ ସାଂସ୍କୃତିକ ଓ ଐତିହାସିକ ରାଜ୍ୟ ଭାବରେ ବେଶ୍ ଭଲ ଭାବେ ପରିଚିତ। ବାରମ୍ବାର ପ୍ରକୃତିର କରାଳ ତାଣ୍ଡବ, ଘାତ ପ୍ରତିଘାତ ସତ୍ତ୍ୱେ ଓଡ଼ିଶା ଆଜି ଉନ୍ନତିର ପଥରେ ଅଗ୍ରସର ହେଉଛି। ଏହା କେବଳ ଶିକ୍ଷା ଓ ସଂସ୍କୃତି ପାଇଁ ସମ୍ଭବ ହୋଇପାରିଛି। ଶିକ୍ଷା ଏମିତି ଏକ ଶକ୍ତି ଯାହା ଜନତାଙ୍କୁ ଦକ୍ଷ ଓ ସୁଦୃଢ଼ କରାଏ। ଶିକ୍ଷା ମାଧ୍ୟମରେ ଯୁବଶକ୍ତି ନୂତନ ଚିନ୍ତାଧାରା, ଉନ୍ନତ ଦୃଷ୍ଟିକୋଣ ଓ କାର୍ଯ୍ୟଦକ୍ଷତା ଲାଭ କରେ ଓ ମାନବ ସମ୍ବଳର ବିକାଶ ହୁଏ। ଶିକ୍ଷା ଓ ସଂସ୍କୃତି ଉନ୍ନତି ପଥରେ ଆଗେଇ ଚାଲିଥିବା ରଥର ଦୁଇ ଚକ ସଦୃଶ। ଯେପରି ଗୋଟିଏ ଚକରେ ରଥ ଗଡ଼ିବା କଷ୍ଟକର, ସେହିପରି ଗୋଟିଏ ବିନା ଅନ୍ୟଟିର ସ୍ଥିତି ଅସମ୍ଭବ। ଏଥିରୁ ସ୍ପଷ୍ଟ ଯେ ଶିକ୍ଷା ଓ ସଂସ୍କୃତିର ଉନ୍ନତି ହିଁ ଉନ୍ନତ ଓଡ଼ିଶା ଗଠନର ଏକମାତ୍ର ପନ୍ଥା। ଶିକ୍ଷା ହେଉଛି ମାନବ ଜୀବନର ସେହି ପ୍ରଜ୍ୱଳିତ ଦୀପଶିଖା ଯାହା ମନୁଷ୍ୟକୁ ଅଜ୍ଞାନ ରୂପକ ଅନ୍ଧକାରରୁ ଜ୍ଞାନର ଆଲୋକକୁ ନେଇଥାଏ। ଶିକ୍ଷା ବିନା ଉନ୍ନତି ମରୁଭୂମିର ମରୀଚିକା ସଦୃଶ। ଶିକ୍ଷା ମାନବ ସମାଜକୁ ଦକ୍ଷ କରି ଗଢ଼ି ତୋଳିବାରେ ବେଶ୍ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଶିକ୍ଷା ଦ୍ୱାରା କେବଳ ଉନ୍ନତି ସମ୍ଭବ ନୁହେଁ, ତତ୍ ସହିତ ସଂସ୍କୃତି ମଧ୍ୟ ହେଉଛି ଆମ ମାନବ ଜାତିର ପରିଚୟ ତଥା ମାନବ ଜୀବନର ମୂଲ୍ୟବୋଧ। ଜଗନ୍ନାଥ ସଂସ୍କୃତି, ଓଡ଼ିଶୀ ନୃତ୍ୟ, ମହାକାବ୍ୟ, କବିତା ଏହିସବୁ ଆମ ସଂସ୍କୃତିର ଅମୂଲ୍ୟ ରତ୍ନ। ଏହା କେବଳ ଆମକୁ ଗୌରବାନ୍ୱିତ କରେ ନାହିଁ, ବରଂ ସମଗ୍ର ଜଗତକୁ ଆମର ସଂସ୍କୃତି ତଥା ମୂଲ୍ୟବୋଧ ଆଡ଼କୁ ଆକର୍ଷିତ କରିଥାଏ। ତେଣୁ ଉନ୍ନତ ଓଡ଼ିଶାର ସ୍ୱପ୍ନକୁ ସାକାର କରିବାକୁ ହେଲେ ଶିକ୍ଷାର ବିକାଶ ସହ ସଂସ୍କୃତିର ସୁରକ୍ଷା, ପ୍ରଚାର ପ୍ରସାର ଏକାନ୍ତ ଆବଶ୍ୟକ। ଶିକ୍ଷା ପଥ ପ୍ରଦର୍ଶକ ହେଲେ ସଂସ୍କୃତି ହେଉଛି ପରିଚୟ। ଗୋଟିଏ ରାଜ୍ୟକୁ ଉନ୍ନତି କରିବାକୁ ହେଲେ ଏହାର ଜନସାଧାରଣ ଶିକ୍ଷିତ ହେବା ସହ ସଂସ୍କୃତିକୁ ମଧ୍ୟ ବଜାୟ ରଖିବା ନିତାନ୍ତ ଆବଶ୍ୟକ। ଯେଉଁ ରାଜ୍ୟର ଜନସାଧାରଣ ଯେତେ ଶିକ୍ଷିତ, ସେହି ରାଜ୍ୟର ସଂସ୍କୃତି ଓ ପରମ୍ପରା ସେତେ ଉନ୍ନତ ଅଟେ। ଶିକ୍ଷା ଓ ସଂସ୍କୃତି ମଧ୍ୟରେ ସମନ୍ୱୟ ନାଗରିକଙ୍କ ମନରେ ରାଜ୍ୟର ଉନ୍ନତିକୁ ଦ୍ୱିଗୁଣ କରାଏ, ତତ୍ ସହିତ ଉତ୍ସାହ ଓ ଉଦ୍ଦୀପନା ସୃଷ୍ଟି କରାଏ। ଓଡ଼ିଶାକୁ ଏକ ଉନ୍ନତ, ଦକ୍ଷ, ସମୃଦ୍ଧଶୀଳ ଓ ଆତ୍ମନିର୍ଭର ରାଜ୍ୟ ଭାବରେ ଗଢ଼ି ତୋଳିବା ପାଇଁ ଶିକ୍ଷା ଓ ସଂସ୍କୃତିର ଉନ୍ନତି ଏକାନ୍ତ ଆବଶ୍ୟକ। ଶିକ୍ଷା ବ୍ୟବସ୍ଥାର ଉନ୍ନତି ହୋଇଲେ ଓଡ଼ିଶା ଉନ୍ନତି ହେବ, ତା ସାଥିରେ ଲୋଡ଼ା ସଂସ୍କୃତିର ବିକାଶ, ସଙ୍ଗୀତ, କଳା ଓ ନୃତ୍ୟ। ଏତିକି କହି ମୁଁ ମୋର ବକ୍ତବ୍ୟ ଶେଷ କରୁଛି। ଜୟ ଜଗନ୍ନାଥ। ଆଶା କରୁଛି ମୋର ଏହି ବକ୍ତୃତାଟି ଆପଣମାନଙ୍କୁ ପସନ୍ଦ ଆସିଥିବ। ବକ୍ତୃତାଟି କେମିତି ଲାଗିଲା କମେଣ୍ଟ କରିବେ। ଭିଡ଼ିଓକୁ ଲାଇକ୍ ସେୟାର କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ଧନ୍ୟବାଦ।